ପଣ୍ଡାପଡ଼ା ପ୍ରେମ ପାଇଁ ଯୁବକକୁ ହତ୍ୟା ସନ୍ଦେହ। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ବସନ୍ତପୁର ରେଳ ଷ୍ଟେସନ ଠାରୁ ସୀତାବିନ୍ଦୀ ରେଳ ଷ୍ଟେସନ ଆଡ଼କୁ ଯାଇଥିବା 2 କିଲୋମିଟର ଦୂରରେ ଟ୍ରେନ୍ ଲାଇନ୍ରେ କଟି ଜଣେ ଯୁବକର ମୃତଦେହ ମିଳିଛି। ମୃତ ଯୁବକର ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଯାଇଛି। ମୃତ ଯୁବକର ନାମ ତରୁଣକାନ୍ତ ତନ୍ତୀ, ଘର ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ସୁଳିଆ ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଗତ 22 ତାରିଖ ଠାରୁ ନିଖୋଜ ଥିବା ସମ୍ପର୍କରେ ତାର ମା ସୀତା ତନ୍ତୀ ପଣ୍ଡାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ କାନସର ଗ୍ରାମର ଜଣେ ଯୁବତୀକୁ ଭଲ ପାଉଥିବା ସୂଚନା ଦେଇଛନ୍ତି ତାଙ୍କ ପରିବାର ଲୋକେ। ଏଣୁ ତାଙ୍କୁ ହତ୍ୟା କରି ଟ୍ରେନ୍ ଲାଇନ୍ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏଣୁ ପୁଲିସ ଉଚ୍ଚ ଅଧିକାରୀ ଏହାର ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। କବିନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।